ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିକଶିତ ଭାଇବ୍ରାଣ୍ଟ ଭିଲେଜ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆସନ୍ତାକାଲି ବାର୍ତ୍ତାଳାପ କରିବେ ପ୍ରଧାନମନ୍ତ୍ରୀ। ଶ୍ରୀକ୍ଷେତ୍ର ପୁରୀରେ ଆଜି ଅନୁଷ୍ଠିତ ହେଉଛି ଶ୍ରୀଜୀଉମାନଙ୍କ ସୁନାବେଶ। ନୂଆଦିଲ୍ଲୀରେ ଆଜି କେନ୍ଦ୍ର ସରକାର ଓ ସିଜେପି ପ୍ରତିନିଧି ଦଳ ମଧ୍ୟରେ ହେବ ତୃତୀୟ ପର୍ଯ୍ୟାୟ ଆଲୋଚନା। ଦେଶବାସୀଙ୍କ ସହ ଆସନ୍ତାକାଲି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ମୋଦି। ଏବଂ 3 ମ୍ୟାଚ୍ ବିଶିଷ୍ଟ T20 ଆନ୍ତର୍ଜାତିକ କ୍ରିକେଟ ସିରିଜ ଅନ୍ତର୍ଗତ ଆଜି ହରାରେଠାରେ ଖେଳାଯିବ ଭାରତ ଓ ଜିମ୍ବାୱେ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅପରାହ୍ନ 4:30 ଆଭାସୀ ଜରିଆରେ ବିକଶିତ ଭାଇବ୍ରାଣ୍ଟ ଭିଲେଜ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ବାର୍ତ୍ତାଳାପ କରିବେ। ଏହି କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 400 ଜଣ ଯୁବ ପ୍ରତିଯୋଗୀ ପ୍ରତିନିଧିତ୍ୱ କରି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ବିକଶିତ ଭାଇବ୍ରାଣ୍ଟ ଭିଲେଜ କାର୍ଯ୍ୟକ୍ରମ 2026 ଗତ ମାସ 4 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ଲଦାଖ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର 74ଟି ଗ୍ରାମକୁ ନେଇ ଅନୁଷ୍ଠିତ ହୋଇଥିଲା। ଦେଶବ୍ୟାପୀ ଅନ୍ଲାଇନ୍ କୁଇଜ୍ ପ୍ରତିଯୋଗିତା ଜରିଆରେ ପ୍ରତିଯୋଗୀମାନଙ୍କୁ ଚୟନ କରାଯାଇଥିଲା। 3 ଲକ୍ଷରୁ ଅଧିକ ଯୁବ ପ୍ରତିଯୋଗୀ ଏହି ଅନ୍ଲାଇନ୍ କୁଇଜ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନେ ସ୍ଥାନୀୟ ଜନସାଧାରଣଙ୍କ ସହ ରହି ସ୍ୱଚ୍ଛତା ଅଭିଯାନ ଓ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ଯୁବ ସମ୍ମିଳନୀ ଆୟୋଜନ, ସାଂସ୍କୃତିକ ଆଦାନ ପ୍ରଦାନ କାର୍ଯ୍ୟକ୍ରମ, ଚାରାରୋପଣ ଅଭିଯାନ, କ୍ଷୁଦ୍ର ମଡେଲ ପଞ୍ଚାୟତ ଏବଂ ସ୍ଥାନୀୟ କାରିଗରଙ୍କ ସହ ଆଲୋଚନା କରି ବିଭିନ୍ନ ପ୍ରତିଷ୍ଠାନ ପରିଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନେ ଭାରତର ସୀମାବର୍ତ୍ତୀ ଅଞ୍ଚଳର ସାମାଜିକ ଆର୍ଥିକ ପରିଦୃଶ୍ୟ, ସାଂସ୍କୃତିକ ଐତିହ୍ୟ ଏବଂ ବିକାଶ ସମ୍ବନ୍ଧୀୟ ଆବଶ୍ୟକତାଗୁଡ଼ିକ ସମ୍ପର୍କରେ ପରିଚିତ ହୋଇଥିଲେ। ଶ୍ରୀକ୍ଷେତ୍ର ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ଶ୍ରୀଜୀଉମାନଙ୍କ ସୁନାବେଶ ଅନୁଷ୍ଠିତ ହେଉଛି। ସକାଳୁ ମଙ୍ଗଳ ଆଳତୀ, ମଇଲମ ଓ ତଡ଼ପ ଲାଗି ଆଦି ନୀତି ରଥ ଉପରେ ସମ୍ପନ୍ନ କରାଯାଇଛି। ସନ୍ଧ୍ୟା ଆଳତୀ ପରେ ମହାପ୍ରଭୁଙ୍କ ସୁନାବେଶ ହେବ। ସନ୍ଧ୍ୟା 5ଟାରୁ ରାତି 11ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ସୁନାବେଶ ଦର୍ଶନ କରିପାରିବେ। ସୁନାବେଶ ପାଇଁ ଆଜି ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସଂସଦ ବାହାରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଦେଇଥିବା ମନ୍ତବ୍ୟକୁ କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାର କରି ଡିପ୍ ଫେକ୍ ଭିଡ଼ିଓ ଜରିଆରେ ମିଥ୍ୟା ତଥ୍ୟ ପ୍ରଘଟ କରାଯାଉଥିବା ସେ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି, ଏ ସମ୍ପର୍କରେ ସେ ନୂଆଦିଲ୍ଲୀର ଚାଣକ୍ୟପୁରୀ ଥାନାରେ ଆଜି ସକାଳେ ଏତଲା ଦାୟର କରିଛନ୍ତି। ଏଭଳି ଡିପ୍ ଫେକ୍ ଭିଡ଼ିଓ ପ୍ରସ୍ତୁତକାରୀ ଏବଂ ପ୍ରଘଟକାରୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଦାୟିତ୍ୱହୀନ ଭାବେ କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାର କରି ଏଭଳି ମିଥ୍ୟା ତଥ୍ୟ ପ୍ରଘଟ କରୁଥିବା ଘଟଣାକୁ ଲୋକମାନେ ସହ୍ୟ କରିବେ ନାହିଁ। ସମସ୍ତଙ୍କୁ ଯାଞ୍ଚ ହୋଇଥିବା ତଥ୍ୟ ଉପରେ ନିର୍ଭର କରିବା ଲାଗି ଶ୍ରୀ ଗୋଏଲ ଆହ୍ୱାନ ଦେଇଛନ୍ତି। କେନ୍ଦ୍ର ସରକାର ନୂଆଦିଲ୍ଲୀରେ ଆଜି ଅପରାହ୍ନରେ ସିଜେପି ପ୍ରତିନିଧି ଦଳ ସହ ତୃତୀୟ ପର୍ଯ୍ୟାୟ ଆଲୋଚନା କରିବେ। ଆଲୋଚନାରେ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଏବଂ ପ୍ରଶ୍ନପତ୍ର ପ୍ରଘଟ ଘଟଣା ରୋକିବା ଲାଗି ପଦକ୍ଷେପ ଭଳି ସିଜେପିର ଦାବିଗୁଡ଼ିକ ଉପରେ ଆଲୋଚନା କରାଯିବ। ସମ୍ବିଧାନ କ୍ଲବରେ ଅପରାହ୍ନ 3:30 ଆଲୋଚନା ଆରମ୍ଭ ହେବ। ଗତକାଲି କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂ ସିଜେପି ପ୍ରତିନିଧି ଦଳ ସହ ନୂଆଦିଲ୍ଲୀରେ ସାକ୍ଷାତ ଆଲୋଚନା କରିଥିଲେ। ପରେ ଶ୍ରୀ ନଡ୍ଡା ଗଣମାଧ୍ୟମକୁ କହିଥିଲେ, ସେମାନେ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ସମ୍ପର୍କିତ ସିଜେପିର ଦାବି ସମ୍ପର୍କରେ ଅବଗତ ହୋଇଛନ୍ତି। ପବିତ୍ର ଆଷାଢ଼ୀ ଏକାଦଶୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଆଷାଢ଼ୀ ଏକାଦଶୀ ଭକ୍ତି ଏବଂ କରୁଣାର ବାର୍ତ୍ତା ଦେଇଥାଏ। ଏହି ଅବସରରେ ଭଗବାନ ବିଠଲ ସମସ୍ତଙ୍କ ପାଇଁ ସୁଖ ସମୃଦ୍ଧି ଆଣିଦେବା ସହ ଏକ ଉତ୍ତମ ସମାଜ ଗଠନ ଲାଗି ଆଶୀର୍ବାଦ ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ସାମାଜିକ ଗଣମାଧ୍ୟମରେ ଆଷାଢ଼ୀ ଏକାଦଶୀକୁ ବିଶ୍ୱାସ ଏବଂ ଭକ୍ତିର ପର୍ବ ବୋଲି ବର୍ଣ୍ଣନା କରିଛନ୍ତି। ଭଗବାନ ବିଷ୍ଣୁଙ୍କ କରୁଣା ସମସ୍ତଙ୍କ ଉପରେ ରହିଥାଉ ବୋଲି ସେ କାମନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଷାଢ଼ୀ ଏକାଦଶୀ ଅବସରରେ ଦେଶବାସୀଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11ଟା ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ର 136ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ।
आकाशवाणी दूरदर्शन न्यूज पीएमओ एवं सूचना और प्रसारण मंत्रालयर यूट्यूब चैनल मध्य एहार सीधा प्रसारण कराजिबो। हिंदी भाषा प्रसारण पर आकाशवाणी रे एही कार्यक्रमर आंचलिक भाषांतरण प्रसारण कराजिबो। राति 8टारे आंचलिक भाषांतरणर पुनः प्रसारण कराजिबो। 27तम कारगिल विजय दिवस उपलक्षे 2 दिनिया कार्यक्रम आजिठारु लामचेन्न द्रासଠାରେ आरंभ होईछि। ଏହି ଅବସରରେ 1999 कारगिल ଯୁଦ୍ଧର ବୀର ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ପାକିସ୍ତାନ ଉପରେ कारगिल ଯୁଦ୍ଧରେ ଭାରତର ବିଜୟକୁ ସ୍ମରଣ କରିବା ଲାଗି ପ୍ରତ୍ୟେକ ବର୍ଷ ଜୁଲାଇ 26 ତାରିଖରେ कारगिल ବିଜୟ ଦିବସ ପାଳନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଅପରେସନ ବିଜୟ ଉପରେ ପ୍ରସ୍ତୁତ ଏକ ବୃତ୍ତଚିତ୍ର ପ୍ରଦର୍ଶନ ମାଧ୍ୟମରେ ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। कारगिल ଯୁଦ୍ଧରେ ପ୍ରାଣବଳି ଦେଇଥିବା ବୀର ଯବାନମାନଙ୍କ ପରିବାରବର୍ଗଙ୍କ ସହ କଥାବାର୍ତ୍ତା ଏବଂ ବରିଷ୍ଠ ସେନାନୀମାନଙ୍କ ସହ ଯୁଦ୍ଧ ସମ୍ପର୍କିତ ବିବରଣୀମାନ ଏହି ବୃତ୍ତଚିତ୍ରରେ ସ୍ଥାନିତ କରାଯାଇଛି। ସେନାର ବରିଷ୍ଠ ଅଧିକାରୀ, ପ୍ରଶାସନିକ ଅଧିକାରୀ, ବୀର ନାରୀ ଏବଂ ନିମନ୍ତ୍ରିତ ଅତିଥିମାନେ ଦ୍ରାସରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମ ପାଳନର ଆଜି ଦ୍ୱିତୀୟ ପର୍ଯ୍ୟାୟରେ ବିଜୟ ଭୋଜ ଆୟୋଜନ ସହ कारगिल ଯୁଦ୍ଧ ସ୍ମାରକୀରେ ଶୌର୍ଯ୍ୟ ସନ୍ଧ୍ୟା ପାଳନ କରାଯିବ। ଆସନ୍ତାକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୁଦ୍ଧ ସ୍ମାରକୀରେ ଶହୀଦ ବୀର ଯବାନମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବେ। ଆସାମରେ ବନ୍ୟାଜନିତ ପରିସ୍ଥିତିର ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସହ ଟେଲିଫୋନ୍ ଯୋଗେ ବାର୍ତ୍ତାଳାପ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶର୍ମା କହିଛନ୍ତି, ପ୍ରଧାନମନ୍ତ୍ରୀ ଆସାମରେ ଚାଲିଥିବା ବିପର୍ଯ୍ୟୟ ମୁକାବିଲା ଏବଂ ରିଲିଫ୍ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। କେନ୍ଦ୍ର ସରକାର ରିଲିଫ୍, ପୁନଃ ଥଇଥାନ ଏବଂ ନିର୍ମାଣ କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ଶର୍ମା କହିଛନ୍ତି। ଏଭଳି କଠିନ ସମୟରେ ପ୍ରଧାନମନ୍ତ୍ରୀଙ୍କ ସହାୟତା ଏବଂ ସମର୍ଥନ ଯୋଗୁଁ ଆସାମ ଜନସାଧାରଣ କୃତଜ୍ଞତା ପ୍ରକାଶ କରିଥିବା ଶ୍ରୀ ଶର୍ମା କହିଛନ୍ତି। ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ଜନ୍ମବାର୍ଷିକୀରେ ଆଜି ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ସାଂସଦ, ପୂର୍ବତନ ସାଂସଦ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ଜଣାପଡ଼ିଛି। ଆସାମର ତେଜପୁରରେ 1929 ମସିହା ଜୁଲାଇ 25 ତାରିଖରେ ଜନ୍ମଗ୍ରହଣ କରିଥିବା ସୋମନାଥ ଚାଟାର୍ଜୀ ଜଣେ ସୁନାମଧନ୍ୟ ଆଇନଜୀବୀ ଥିଲେ। ପରବର୍ତ୍ତୀ ସମୟରେ 1968ରେ ସେ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରି 1971ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସାଂସଦ ଭାବେ 10 ଥର ନିର୍ବାଚିତ ହେବା ପରେ ତାଙ୍କୁ 1996ରେ ସ୍ୱତନ୍ତ୍ର ସାଂସଦ ପୁରସ୍କାର ପ୍ରଦାନ କରାଯାଇଥିଲା। 2004 ଜୁନ୍ 4 ତାରିଖରେ ଶ୍ରୀ ଚାଟାର୍ଜୀଙ୍କୁ ଚତୁର୍ଦ୍ଦଶ ଲୋକସଭାର ବାଚସ୍ପତି ଭାବେ ଚୟନ କରାଯାଇଥିଲା। 2009 ମେ 31 ତାରିଖ ପର୍ଯ୍ୟନ୍ତ ସେ ବାଚସ୍ପତି ଭାବେ ଲୋକସଭା ଟେଲିଭିଜନ, 24 ଘଣ୍ଟିଆ ସଂସଦୀୟ ଚ୍ୟାନେଲ ଏବଂ ଉଚ୍ଚ ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ ସଂସଦ ସଂଗ୍ରହାଳୟର ଶୁଭାରମ୍ଭ କରିଥିଲେ। ଭାରତ ଜିମ୍ବାୱେ ମଧ୍ୟରେ ଚଳିତ 3 ଟିକିଆ ପୁରୁଷ T20 ଆନ୍ତର୍ଜାତିକ କ୍ରିକେଟ ପ୍ରତିଯୋଗିତାର ଦ୍ୱିତୀୟ ମ୍ୟାଚ୍ ଆଜି ହରାରେଠାରେ ଖେଳାଯିବ। ଭାରତୀୟ ସମୟ ଅପରାହ୍ନ 4:30ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଗୁରୁବାର ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଭାରତ ଜିମ୍ବାୱେକୁ 7 ୱିକେଟ୍ରେ ପରାସ୍ତ କରି ସିରିଜ୍ରେ 1-0 ଆଗୁଆ ରହିଛି। ସ୍କଟଲାଣ୍ଡର ଗ୍ଲାସଗୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମୁଷ୍ଟିଯୋଦ୍ଧା ଲଭ୍ଲିନା ବୋର୍ଗୋହିଁ ମହିଳା 75 କିଲୋଗ୍ରାମ ସେମିଫାଇନାଲରେ କାଂସ୍ୟ ପଦକ ହାସଲ କରିଛନ୍ତି। ଭାରତୀୟ ଭାରୋତ୍ତୋଳନକାରୀ ଝଣ୍ଡୁ କୁମାର ଭାରତ ପାଇଁ ପ୍ରଥମ ମେଡାଲ ହାସଲ କରିଛନ୍ତି। ସେ ମଧ୍ୟ କାଂସ୍ୟ ପଦକ ପାଇଛନ୍ତି। ମୁଷ୍ଟିଯୋଦ୍ଧାରେ ଯଦୁମଣି ସିଂ ପୁରୁଷ 55 କିଲୋଗ୍ରାମ ବର୍ଗକୁ ଉନ୍ନୀତ ହୋଇଛନ୍ତି। ଲନ୍ ବାଉଲ୍ସରେ ମହିଳା ଯୋଡ଼ି ରୂପାରାଣୀ ତିର୍କୀ ଏବଂ ପିଙ୍କି ସିଂ ଗ୍ରୁପ୍ ବିର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଯୋଡ଼ିକୁ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବା ବେଳେ ପୁରୁଷ ଏକକରେ ପୁତୁଲ ସୋନୱାଲ ବିଜୟ ହାସଲ କରିଛନ୍ତି। ପ୍ରଥମ ପଦକ ଜିତିଥିବା ଭାରତର ଝଣ୍ଡୁ କୁମାର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, बहुत अच्छा लग रहा है, पहला मेडल है हमारा। हमारे पीछे कोच हैं राजेंद्र सिंह और हमारा जेपी सर हैं, वो भी बहुत सहयोग किए हैं। आज उन्हीं सब बदौलत हमें आज मेडल प्राप्त हुआ है। बहुत बहुत धन्यवाद करते हैं कि हम पे आज इतना प्रैक्टिस करवाए, प्यार दिए और भी आगे हम अच्छा करने की कोशिश करें। मुख्य संवाद पुणी थे विकसित भाइब्रांट भिलेज कार्यक्रमर प्रतियोगी सह आसंताकाली वार्तालाप करेंगे प्रधानमंत्री। श्रीक्षेत्र पुरी में आज अनुष्ठित होउछि श्रीजीव मानक सुनावेश। नुआदिल्ली में आज केंद्र सरकार और सीजेपी प्रतिनिधि दल मध्य हेब तृतीय पर्याय आलोचना। देशवासी आसंताकाली मन की बात कार्यक्रम भाव विनिमय करेंगे प्रधानमंत्री मोदी। एवं 3 मैच विशिष्ट T20 आंतर्जातिक क्रिकेट सीरीज अंतर्गत आज हरारेଠାରେ ଖେଳାଯିବ ଭାରତ ଓ ଜିମ୍ବାୱେ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍। ସମ୍ବାଦ ଶେଷ ହେଲା।